ଆଜ୍ଞା ମଦ 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 ମଦରେ ଭିଟାମିନ ଭରି ରହିଛି। ପ୍ରତ୍ୟେକ ଦିନ ଆପଣ ଯୋଉମାନେ ରେଗୁଲାର ମଦୁଆ ସେମାନେ 90 ରୁ ଗୋଟେ ନିବ୍ ମାରନ୍ତୁ, ଅଧିକ ମାରିବେ ନାହିଁ। ଆଉ ଯୋଉମାନେ ନୂଆ ମଦୁଆ ସେମାନେ ପ୍ରତ୍ୟେକ ଦିନ 90 ml ଟିକେ ମାରନ୍ତୁ। ଆଉ ମଦରେ ଶୁଦ୍ଧ ଭିଟାମିନ ଭରି ରହିଛି। ଏହା କହିବାର ଅର୍ଥ ଏହା ହେଲା କି ଆଜ୍ଞା ବର୍ତ୍ତମାନ ଆମ ରାଜ୍ୟ ସରକାର ମନ୍ତ୍ରୀ ଅବକାରୀ ବିଭାଗର ମନ୍ତ୍ରୀ ବର୍ତ୍ତମାନ ଘୋଷଣା କରିଛନ୍ତି କି ଗୁଟଖା ଖଇନି ବନ୍ଦ ହବ, କାହିଁକିନା ସେ ସବୁ ବିଷାକ୍ତ ଜିନିଷ। ଆଜ୍ଞା ଯଦି ଗୁଟଖା ଖଇନି ବନ୍ଦ ହେଲା ତାହେଲେ ଆପଣ ମଦଟାକୁ ବନ୍ଦ କରୁନାହାନ୍ତି, ସିଗାରେଟ ଟାକୁ ବନ୍ଦ କରୁନାହାନ୍ତି, ସେ ସବୁ କାହିଁକି ବନ୍ଦ କରୁନାହାନ୍ତି? ଓହୋ, ଯାହା ଜଣା ପଡୁଛି ଆପଣ ମଦରୁ ଯଥେଷ୍ଟ ପରିମାଣରେ ଟ୍ୟାକ୍ସ ଟା ଆଦାୟ କରୁଛନ୍ତି, ଏଇଥିପାଇଁ ନା। ଆଉ ଗୁଟକାଟି କମ ହଉଛି। ଆଉ ଏଇଟା ବନ୍ଦ କରିବାର ଅର୍ଥ ଏହା ହେଲା କି ଫସିଯିବେ ଆଉ ଭାସିଯିବେ କୋଉମାନେ ନା ଖୁଚୁରା ଦୋକାନୀ ମାନେ। କାହିଁକି ନା ସେମାନେ ଯଦି ଗୁଟକା ଟିକେ ବିକିଲେ କି ଖଇନି ଟିକେ ବିକିଲେ ଆପଣଙ୍କର ଯୋଉ ଅଛନ୍ତି ଅଧିକାରୀ ସେମାନେ ଯାଇ ଚପ୍ କିନି ମାରି ବସିବେ ଆଉ ଖପ୍ କିନି 2000, 5000, 10000, 20000 ଏମିତି କି ତା ଦୋକାନଟି ବନ୍ଦ କରିଦେବେ। ଆଉ ସେଥିରୁ ଭଲ ମାଲ ବି ଆଦାୟ ହବ। ଏଇଥିପାଇଁ ବନ୍ଦ କରିଛନ୍ତି ନା। ଆଜ୍ଞା ଯଦି ବନ୍ଦ କରିବାର ଅଛି ମଦ ବନ୍ଦ କରନ୍ତୁ, ସିଗାରେଟ ବନ୍ଦ କରନ୍ତୁ, ଗୁଟକା ବନ୍ଦ କରନ୍ତୁ, ଖଇନି ବନ୍ଦ କରନ୍ତୁ। ଆଉ ଆପଣଙ୍କର ଏଇ ଯୋଉ ଖଇନି ଗୁଟକା ବନ୍ଦ କରିବା ପଦକ୍ଷେପଟା ସ୍ୱାଗତ ଯୋଗ୍ୟ, କିନ୍ତୁ ଏସବୁକୁ ବି ଆପଣ ବନ୍ଦ କରନ୍ତୁ। କିନ୍ତୁ କେତେ ଦିନ ଆପଣ ଏଇ ଗୁଟକା ଖଇନି ବନ୍ଦ କରୁଛନ୍ତି ସେଇଟା ଦେଖିବାକୁ ବାକି ରହିଲା। ଆପଣଙ୍କର ଯଦି ଠିକ ଭାବରେ କଲେକ୍ସନଟି ହବ ଆଉ କଲେକ୍ସନ ଫୁଲଫିଲ ହେଇଗଲା ପରେ ପୁଣି ଚଲେଇବେ, ତାପରେ ଉତ୍ତର ଆଉ ପ୍ରଶ୍ନ ବାଣରେ ଆପଣ ଛନ୍ଦି ହେବେ। ଆଉ ସେଇ ପ୍ରଶ୍ନଟି ଆମେ କରିବୁ, ମାନେ ସାରା ଓଡିଶାର ଜନସାଧାରଣ ପ୍ରତ୍ୟେକଟି ବ୍ୟକ୍ତି ଆପଣଙ୍କୁ ସେଇ ପ୍ରଶ୍ନ କରିବେ କି ସାର୍ ବନ୍ଦ କରି ପାଇଲେ କଣ ଆଉ ପୁଣି ଚଲେଇ ପାଇଲେ କଣ? କାହିଁକି ନା ଆମେ ଆଗରୁ ଦେଖିଛୁ ଆପଣ ବନ୍ଦ କରିଦେବେ ଯେତେବେଳେ ଆପଣଙ୍କର ଇଲେକ୍ସନ ପୂର୍ବରୁ କହିଥିଲେ କି ଆମେ ମଦ ବନ୍ଦ କରିଦେବୁ, କିନ୍ତୁ ମଦ ବନ୍ଦ କରିବା ପରିବର୍ତ୍ତେ ବହୁତ ଗୁଡିଏ କାଉଣ୍ଟର ଖୋଲିଦେଲେ। ଆଉ ବହୁତ ଗୁଡିଏ ଲୋକଙ୍କର ଜନଜୀବନ ହାନି ହେଲା, ବହୁତ ଗୁଡାଏ ଲୋକଙ୍କର ପରିବାର କ୍ଷତି ହେଲା, ପରିବାର ଭାସିଗଲା। ତେଣୁକରି ସାର୍ ଯାହା କରୁଛନ୍ତି କରନ୍ତୁ, ଓଡିଶାକୁ ନିଶାମୁକ୍ତ ଓଡିଶାରେ ପରିଣତ କରନ୍ତୁ। ରହିଲି ସାର୍, ନମସ୍କାର, ଜୟ ଜଗନ୍ନାଥ।